ବହୁତ ଖୁସି ଲାଗୁଛି କି ଆପଣ ମାନେ ଏତେ ସାରା ଭଲ ପାଇବା ଦେଇଛନ୍ତି। ଆଜ୍ଞା। ମୁଁ କାଲି ହିଁ ପହଞ୍ଚୁଛି ଆଣ୍ଡ ସକାଳେ ସକାଳେ ଏୟାରପୋର୍ଟ 10:30 ଲ୍ୟାଣ୍ଡ କରୁଛି ଆଣ୍ଡ ମୁଁ ବହୁତ ଖୁସି ଲାଗୁଛି କି ଏତେ ଯୋଉ ବର୍ଷକର ଯୋଉ କଠିନ ପରୀକ୍ଷା ନା ଓଡିଶାବାସୀ ମାନେ ଭରପୁର ପରିମାଣରେ ମତେ ସପୋର୍ଟ କରିଛନ୍ତି। ମୁଁ ତ ଯେତେ ଥ୍ୟାଙ୍କ ୟୁ କହିଲେ ବି ବୋଧେ କମ ରହିବ ତାଙ୍କୁ। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମୟ ଯେତେବେଳେ ଚାଲିଛି ଏବେ ଯୋଉ ରଥଯାତ୍ରାରେ ଯେତେବେଳେ ସେ ଦର୍ଶନ ଦେବାକୁ ଆସିଛନ୍ତି ତ ମୁଁ ଭାବେ କି ଯଦି ତାଙ୍କ ଆଶୀର୍ବାଦ ମୋ ଉପରେ ଅଛି ମୁଁ ଭାବେ ଏଇ ଜିନିଷ ଟା ତ ମାନେ ସେଥିପାଇଁ କି ଏତେ ବଡ ଗୋଟେ ହାର୍ଡ କମ୍ପିଟିସନ ଯୋଉଥିରେ ସବୁ ଆଡୁ କମ୍ପିଟିସନ ଦଉଥିଲେ ବଟ୍ ମୁଁ ମୋର ଚେଷ୍ଟା କରିଥିଲି ଭଲ ହଉ ବୋଲିକି ଏଣ୍ଡ କୁହନ୍ତି ନା କି ଯଦି ମାନେ ମନରେ ସବୁବେଳେ ହାର୍ଡୱାର୍କ ଥିବ ଆଉ ସମସ୍ତଙ୍କର ବ୍ଲେସିଂସ ଥିବ ଆଉ ଓଡିଶାବାସୀଙ୍କ ଏତେ ସାରା ବ୍ଲେସିଂ ଯେବେ ରହିଛି ସେଥିପାଇଁ ମୁଁ ଆଜି ଟ୍ରଫି ଟା ଘରକୁ ଆଣିପାରୁଛି ଓଡିଶାକୁ ଆଣିପାରୁଛି। ଏବେ ଆପଣ ଦେଖନ୍ତୁ ଖାଲି ମାନେ ସମୟ କେମିତିକା ଚାଲିଛି ଜଗନ୍ନାଥଙ୍କର ଅଧରପଣା ଚାଲିଛି ତାଙ୍କର ଆଉ ମୁଁ ଟ୍ରଫି ହାତରେ ଧରୁଛି ଆଠୁ ଆଉ କଣ ବଡ ଆଶୀର୍ବାଦ ହେଇପାରେ ଆଉ ବ୍ଲେସିଂ ହେଇପାରେ। ଆଉ ମୁଁ ତ ସବୁବେଳେ ଭଜନ ଗାଏ ବଟ୍ ଏବେ ବି ଦି ଲାଇନ ମୋର ଗୋଟେ ଭଜନଟେ ଯୋଉଟା ବହୁତ ପସନ୍ଦ କରିଛନ୍ତି ଆମର ଆପଣ ସମସ୍ତେ ସେଇଟା ଗାଇବି। କୋଟି ଓଡିଆର ଗେହ୍ଲା ଦିଅ ପରାସି ଭାବରେ ଦେଲେ ହାତ ପରସି ଅମୃତ ପାଲଟି ଯାଏ ଚାରି ଧାମ ଭିତରେ ଗୋଟିଏ ଧାମ ଶିବ କାଳିଆର ଶ୍ରୀକ୍ଷେତ୍ର ଧାମ ତହିଁ ନାମ ଭିତରେ ଗୋଟିଏ ନାମ ଶିବ କାଳିଆର ଅମୃତ ନାମ। ଜୟ ଶ୍ରୀ ଜଗନ୍ନାଥ।